ନା ନାଇଁ ସେଗୁଡାକ ସାଧାରଣ ଘଟଣାରେ ଯାଇଛି। ଆଜ୍ଞା ଏ ବର୍ଷ ସବୁଠୁ ବେଶୀ ଲୋକ ହେଇଥିଲେ ମହାଦୀପରେ ଆଜ୍ଞା ଏବଂ ଶାନ୍ତି ଶୃଙ୍ଖଳାରେ ହେଇଛି। ବାମୁଣ ନିଯୋଗ ବଡୁ ନିଯୋଗ ପୂଜା ପଣ୍ଡା ଆମର ଇଏ ନିଯୋଗ ଖୁବ ସୁନ୍ଦର ଭାବେ କାମ କରିଛନ୍ତି। କାଲି ସେ ହଠାତ୍ ଗୋଡ ଖସିଗଲା, ଗଳି ପଡିଲା। ମୁଁ ଯାଇଥିଲି, ଭଲ ଅଛି, ସୁସ୍ଥ ଅଛି। ସେ ଭାରି ତେଜ ଲୋକ, ବଢିଆ ପିଲା। ଆଜ୍ଞା ସେମାନେ କହୁଛନ୍ତି ଯେ ମହାପ୍ରଭୁ ରାଗିଲେ ବୋଲି ଏମିତି ହେଲା, ଏଇଟା କଣ ଠିକ? ମିଛରେ ଏଗୁଡା କଣ ଏମିତି ରାଗିଲେ, ଖାଲି ଏମିତି ଯଦି ହଅନ୍ତା ତାହେଲେ ବହୁତ ବିପ୍ଳବ ହଅନ୍ତା। ଏଗୁଡା ବେକାର କଥା। ଖାଲି ଭାରି ସୁନ୍ଦର ଭାବେ ସମସ୍ତେ ବଢିଆ କାମ କରିଛନ୍ତି। କମିଶନର ପୁଲିସ, ଡିସିପି, କଲେକ୍ଟର, ମ୍ୟୁନିସିପାଲିଟି ଏକ୍ଜିକ୍ୟୁଟିଭ ମେୟର, ଆମେ ସମସ୍ତେ ସୁନ୍ଦର ଭାବେ ଦଳ ମତ ନିର୍ବିଶେଷରେ ସମସ୍ତେ କାମ କରିଛନ୍ତି। ବଢିଆ ଭାବେ ହେଇଛି, ବଢିଆ ଭଜନ ହେଲା। ମୁଖ୍ୟମନ୍ତ୍ରୀ ଯାଇଥିଲେ, ଦର୍ଶନ କରେଇଲୁ, ହେଲା, ବହୁତ ବଢିଆ ହେଇଛି। ଅକସ୍ମାତ ଗୋଡ ଖସି ଯାଇଛି, ପଡିଯାଇଛି। ତାହେଲେ ଆପଣ କହୁଛନ୍ତି ଜଷ୍ଟ ଆକସ୍ମିକ ଘଟଣା ଯୋଗୁଁ ଗୋଡ ଖସିଲା ବେଳକୁ ପଡିଲା ନା? ବାସ୍। ଆପଣ ସେ ସେବାୟତଙ୍କୁ କଣ କହିବେ? ଧନ୍ୟବାଦ ଦେବି। ସୁନ୍ଦର ଭାବେ କାମ କରିଛନ୍ତି। ସବୁ ନୀତି ସକାଳ 3ଟା ବେଳେ ପହଡ ଖୋଲିଛନ୍ତି, ଲୋକଙ୍କୁ ଦର୍ଶନ କରାଇଛନ୍ତି। ଆମେ ସମସ୍ତେ ପ୍ରେଜେଣ୍ଟ ଥିଲୁ। କମିଶନର ପୁଲିସ, ଡିସିପି, କଲେକ୍ଟର, ଏସିଏମ୍, ଟ୍ରଷ୍ଟି ବୋର୍ଡ, ସେବାୟତ ମାନେ ମିଶିକିରି ସବୁ କରିଛୁ। ବଢିଆ ଭାବେ ସେ କେବେ ହେଇନି, ଏଇ ଫାର୍ଷ୍ଟ ଟାଇମ ହେଇଛି। ମୁଁ ତ 60 ବର୍ଷ ହେଲା ବୁଝୁଛି, କିଛି କେବେ ହେଇନଥିଲା। ଏଇ ବାଇଚାନ୍ସ ସ୍ଲିପ୍ କରିଗଲା ଗୋଡ। ଚିକାଲିକା ବମ୍ବାଲିକା ଚିକି ବମ୍ବା, ଆମ ଧାନ ଆମ କ୍ଷେତ ବା ବା ବା। କି ଖୁସି ମ ବୋତଲ ଖୁସି ଆଣିছিল ସାବି। प्रति 1 केजी बिहन रे 5 मिली इफ्को नानो डीएपी तरल पकई बिहन उपचार करी कले धान कपा मका हो पनीपरिबा गजा बाहरिबो दमदारिया चेरकांड पत्र शीघ्र बढ़िबो देखिबु अमल केमिति हबो। इफ्को नानो डीएपी तरल सार चाषी भाई मने प्रयोग कर।